ଦେଲ এই ପ୍ରାତଃ କାଳରୁ ତୁମ ଚରଣ ତଳେ ବସିବା ପାଇଁ ଯୋଉ ଅପୂର୍ବ ସୁଯୋଗ ଦେଇଛ ପ୍ରଭୁ, ତୁମେ ଆମମାନଙ୍କୁ ସେ ଚାହୁଁଛ ଆମ ମାଧ୍ୟମରେ ତୁମେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରିବା ପାଇଁ, ଆମମାନଙ୍କ ଜୀବନର ସମସ୍ତ ବିଷୟକୁ ପ୍ରଭୁ ତୁମେ ହିଁ ପରିଚାଳିତ କରିଥାଅ, ତୁମେ ନିୟନ୍ତ୍ରଣ କରିଥାଅ। ଆମମାନଙ୍କର ସମସ୍ତ ଆଶୀର୍ବାଦ ମଙ୍ଗଳଦାନ ସେ ଜ୍ୟୋତିର୍ଗଣଙ୍କ ପିତାଙ୍କ ଠାରୁ ଆସିଥାଏ। ପ୍ରଭୁ ଆମେ ଧନ୍ୟବାଦ ଦଉଛୁ, କୃତଜ୍ଞତା ଜ୍ଞାପନ କରୁଛୁ, କାରଣ ତୁମେ ଆମମାନଙ୍କର ସେଇ ଈଶ୍ୱର ଯିଏକି ଆମମାନଙ୍କୁ ସେଇ ଜୀବନର ଶେଷ ପର୍ଯ୍ୟନ୍ତ ତୁମେ ଆମମାନଙ୍କୁ ଗଢି ଚାଲିଛ, ଆଉ ଶେଷ ପର୍ଯ୍ୟନ୍ତ ତୁମେ ପ୍ରସ୍ତୁତ କରିକି ପିତାଙ୍କ ପାଖରେ ଆମମାନଙ୍କୁ ତୁମେ ଭେଟି ଦେବ। ଆଜି ଯୋଉ 3 ଜଣଙ୍କର ଜନ୍ମଦିନ ପ୍ରଭୁ, ସୁରଭି ସତମନ ଭଉଣୀଙ୍କର, ପୁଣି କଲ୍ୟାଣୀ ଭଉଣୀଙ୍କର, ପୁଣି ପିୟୁଷ ବାବୁର, ଏଟା ପ୍ରଭୁ ଅତି ଆନନ୍ଦର ବିଷୟ। ସେମାନଙ୍କର ପରିବାରରେ ଆଜି ଆନନ୍ଦ ଖେଳି ଯାଇଥିବ, ଆଉ ସମସ୍ତଙ୍କ ମୁହଁରେ ସେ ହାପି ବାର୍ଥଡେ ଥିବ। ମାତ୍ର ଆମେ ଆଜି ପ୍ରାର୍ଥନା କରୁଛୁ ପ୍ରଭୁ, ତୁମର ଗୌରବ ହଉ, ତୁମର ପ୍ରଶଂସା ହଉ, କାରଣ ତୁମେ ସେଇ ଦିନଟା ଆଜି ଦେଖିବାକୁ ଦେଲ, ତୁମେ ଆମମାନଙ୍କୁ ସେ ଆନନ୍ଦରେ ପରିପୂର୍ଣ୍ଣ କଲ। ଆଉ ସୁରଭି ଭଉଣୀ ସେ ମଧ୍ୟ ଆଜି ପ୍ରାର୍ଥନା କଲେ ପ୍ରଭୁ, ତାଙ୍କ ଜୀବନରେ କେତେ ମହତ ଆଶ୍ଚର୍ଯ୍ୟ କର୍ମ ତୁମେ କରିଛ ସେ ଆଗରୁ ସାକ୍ଷ୍ୟ ଦେଇଛନ୍ତି। ଆଜି ସେ ତୁମ ପାଖରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ଜୀବନ କାଟୁଛନ୍ତି। ସେଥିପାଇଁ ପ୍ରଭୁ ଆମମାନେ ମଧ୍ୟ ଉତ୍ସାହିତ। କଲ୍ୟାଣୀ ଭଉଣୀ ସେ ସବୁ ଦିନ ସେ ଜଏନ୍ କରନ୍ତି, ତାଙ୍କର ପରିବାରର ସୁଖ ଦୁଃଖକୁ ସେ ବାଣ୍ଟନ୍ତି, ପ୍ରାର୍ଥନା ଲୋଡନ୍ତି, ପ୍ରଭୁଙ୍କର ସହାୟତା ମାଗନ୍ତି। ପ୍ରଭୁ ଆଜି ତୁମେ ତାଙ୍କ ଜୀବନରେ ମଧ୍ୟ ଏ 44 ବର୍ଷ ପୂର୍ଣ୍ଣ କରିବାକୁ ସୁଯୋଗ ଦେଲ, ସେଥିପାଇଁ ଧନ୍ୟବାଦ ଦଉଛ। ପିୟୁଷ ବାବୁ ଛୋଟ ଅଛି ପ୍ରଭୁ, ତାର ଜୀବନର ସେ ଆହୁରି ସେ ପ୍ରସ୍ଫୁଟିତ ହବ, ଅଙ୍କୁରିତ ହବ, ତା ଜୀବନ ଆଗକୁ ପଡିଛି। ମାତ୍ର ପ୍ରଭୁ ଯେହେତୁ ସେ ଏ ପରିବାରର ଆମମାନଙ୍କର ସେ ସଂଶ୍ଳିଷ୍ଟ ହେଇଛି, ସେଥିପାଇଁକା ପ୍ରଭୁ ତୁମେ ତାକୁ ବହୁଳ ପରିମାଣରେ ଆଶୀର୍ବାଦ କରିବ। ଏ 3 ଜଣଙ୍କ ପାଇଁକା ଆମେ ଯେତେବେଳେ ପ୍ରାର୍ଥନା କରୁଛୁ, ସେମାନଙ୍କ ପାଇଁକା ଏ ବର୍ଷଟି ଆନନ୍ଦର ବର୍ଷ ହଉ, ଆଶୀର୍ବାଦର ବର୍ଷ ହଉ, ସମସ୍ତ ମଙ୍ଗଳ ବିଷୟର ବର୍ଷ ହଉ, ଏବଂ ସେମାନେ ଯେ ତୁମର ସନ୍ତାନ, ସେଥିପାଇଁ ପ୍ରଭୁ ସେମାନଙ୍କୁ ତୁମେ ସମ୍ଭ୍ରାନ୍ତ କରିବ। ସେମାନଙ୍କୁ ସେ ମହାନ ପବିତ୍ର ଈଶ୍ୱର ସେମାନଙ୍କୁ ତୁମେ ସେ ମହାନ କରିବାର ଶକ୍ତି ତୁମ ପାଖରେ ଅଛି। ତୁମେ ସେମାନଙ୍କୁ ମହାନ, କାରଣ ସେମାନେ ତୁମକୁ ଲୋଡୁଛନ୍ତି, ତୁମକୁ ଅନ୍ୱେଷଣ କରୁଛନ୍ତି, ତୁମର ସେବା କରୁଛନ୍ତି। ସେଥିପାଇଁ ପ୍ରଭୁ ତୁମେ ସେମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ ବିଷୟ ଏଇ ବର୍ଷ କରିବ ବୋଲିକି ଆମମାନେ ତୁମଠୁ ଆଶୀର୍ବାଦ ମାଗୁଛୁ ସେ 3 ଜଣଙ୍କ ପାଇଁ। ଦୟାକର ପ୍ରଭୁ, ତୁମର ସେଇ ପବିତ୍ର ବହୁମୂଲ୍ୟ ରକ୍ତ ଯୀଶୁଙ୍କର ସେ ରକ୍ତକୁ ସୁରଭି ସତମନଙ୍କ ଉପରେ, କଲ୍ୟାଣୀ ଭଉଣୀଙ୍କ ଉପରେ, ସେ ପିୟୁଷ ବାବୁ ଉପରେ, ଆଉ ବିଶେଷରେ ପ୍ରଭୁ ଆମମାନଙ୍କର ଯୋଉ ମୀନା ଭଉଣୀ, ସେ ଆଜି ଏତେ ସୁସ୍ଥ ସବଳ ଶରୀରରେ ଆମମାନଙ୍କ ମଧ୍ୟରେ ଏ ପରିଚାଳନା କରୁଛନ୍ତି, ସେଥିପାଇଁ ତାଙ୍କ ଉପରେ ତୁମର ସେ ଅଶେଷ ଅଶେଷ ଆଶୀର୍ବାଦ ଆଉ ସେ ରକ୍ତର ଛିଟା ଦେଇ ସ୍ପ୍ରିଙ୍କଲ କରି କଭର କରି ସିଲ୍ଡ କରୁଛୁ। ଯୀଶୁଙ୍କ ନାମରେ ମାଗିଲୁ, ଶୁଣ, ଗ୍ରହଣ କର। ଆମେନ ଆମେନ ଆମେନ। ଆସ ଧନ୍ୟବାଦ ଦିଏ ମୋର ପ୍ରଭୁ, हे ଦୟାଳୁ ଦୟାମୟ ପରମେଶ୍ୱର ପିତା, ତୁମ ନାମକୁ ଧନ୍ୟବାଦ ଦେଉଛି ସୁନ୍ଦର ସମୟ ସୁଯୋଗ ନିମନ୍ତେ। ପ୍ରଭୁ ଆଜିର ଦିନ, ଆଜିର ସମସ୍ତ ବିଷୟ ପାଇଁ ଧନ୍ୟବାଦ ଦେଉଛି। ପ୍ରଭୁ ଆରାଧନାରୁ ଆରମ୍ଭ କରି ବାକ୍ୟ ପଠନ, ବାକ୍ୟ ଶ୍ରବଣ ଏବଂ ମଧ୍ୟ ଆମମାନେ ସାକ୍ଷ୍ୟ ମଧ୍ୟ ଶୁଣିଲୁ। ପ୍ରଭୁ ଏସବୁ ବିଷୟ ଦେଇ ତୁମେ ଆମମାନଙ୍କୁ ଯେ କଥା କହୁଛ, ଆମମାନଙ୍କୁ ଆହୁରି ବଢ଼ାଉଅଛ ତୁମଠାରେ ଜ୍ଞାନରେ ବୁଦ୍ଧିରେ, ସେଥିପାଇଁ ଧନ୍ୟବାଦ ଦେଉଛି। ଆଜି ଦିନ ମଧ୍ୟ ସୁନ୍ଦର 3 ଜଣଙ୍କର ଜନ୍ମଦିନ ମଧ୍ୟ ତୁମେ ତାଙ୍କ ଜୀବନରେ ଆଣିଦେଇଅଛ ପ୍ରଭୁ। ଆମମାନଙ୍କର ସିଷ୍ଟର ସୁରଭି ସତମନ, ଆମମାନଙ୍କର ସିଷ୍ଟର କଲ୍ୟାଣୀ ନାୟକ ଏବଂ ଆମମାନଙ୍କର ପିୟୁଷ ପାଇଁ ପ୍ରାର୍ଥନା କରୁଛୁ, ଧନ୍ୟବାଦ ଦେଉଛୁ। ଆଉ ପିୟୁଷକୁ ମଧ୍ୟ ତୁମେ ଛୋଟ ବାବୁ
आउ ताकू तुम्हें आशीर्वाद कल आज 2 वर्ष से कंप्लीट करिछि प्रभु धन्यवाद दूची तार समस्त विषय पाए तार जीवन रे तुम्हें आशीर्वाद कर दियो प्रभु आ प्रभु छोट शिशु प्रभु आ से जेपरी ए पिलाटी दिनरू तुमर परिचय को पाइब आ तुमरी भय तुमरी ज्ञान रे बुद्धि रे बढ़िबो आ सी तुमरी योग्य संतान हेबो आ परित्राण को पाई परिबो तुम्हें सहायता करो आउ मध्य आमको सुरभि भौणी को पाई कल्याणी भौणी पाई मध्य धन्यवाद दोचु आ प्रार्थना करछु बापा ए वर्ष तांको जीवन रे आश्चर्य आश्चर्य कार्य गुड़िक हाँपाई साहाय्य कर तुमरी अनुग्रह दया प्रेम आशीर्वाद पूर्ण मात्रा रे ढाली दियो बोली प्रार्थना करछु बापा आउ तांकर मनोवांछा प्रतिटी मनोवांछा पूर्ण कर तुमको आहुरी अधिक जानिबे आहुरी अधिक प्रेम करिवे प्रभु तुम समान को ए प्रकार सुंदर करी गठन कर सुंदर हृदय दियो आ प्रभु आशीर्वाद रे पूर्ण कर बोली प्रार्थना करे आ प्रभु तुमको पाइबा जे अनंत जीवन से अनंत जीवन प्राप्त होबा पे साहाय्य कर बोली प्रार्थना करे हे मंगलमय परमेश्वर पिता मध्य माने प्रार्थना करुछु प्रभु धन्यवाद दौछु प्रभु समस्त आज जिते जनकर मत जन्मदिन अच्छी आम जानूना कि से समस्त को मध्य से प्रकार आशीर्वाद कर पुनर्बार प्रभु गत बयस पाए गत जीवन पाए प्रभु मातार गर्भ ठारू आज जाए को समस्त सुरक्षा दे आनी लगी धन्यवाद दौची आज नूतन दिन को एवं ये 3 जन को तुम हस्त समर्पण करुअछि प्रभु प्रार्थना शुणिएछ धन्यवाद दी ये प्रार्थना प्रेममय प्रभु श्री कृष्ण बहुमूल्य नाम मागे पिता आमेन धन्यवाद दी मोर परमेश्वर।